ମୋର ଆଉ ଆମ ଯେ ପୂର୍ବତନ ଆଇଆଇସି ତପନ ନାୟକ ସାର୍ଙ୍କ ଲଭ୍ ଆଫେୟାର୍ସ ଥିଲା। ଆମ ଦୁଇ ଜଣ ଭିତରେ ସମ୍ପର୍କ ଠିକ୍ ଥିଲା। ତ ଆମର କିଛିଟା ଡିଷ୍ଟର୍ବାନ୍ସ ପାଇଁକା ତ ଗତ ଶନିବାର ଦିନ ମୋତେ ଫୋନ୍ କରିକି ହ୍ୱାଟ୍ସଆପ୍ କଲ୍ ମାଧ୍ୟମରେ ଆମର ଜଣେ ଡିଆଇବିର କନଷ୍ଟେବଳ ଷ୍ଟାଫ୍ ସବ୍ୟସାଚୀ ମହାନ୍ତି ବୋଲି ମୋତେ ଡାକିଥିଲେ। ମୁଁ ଷ୍ଟାଡିୟମ୍ ଯାଇଥିଲି। ଷ୍ଟାଡିୟମ୍ରେ ସେ ସେଠାରେ ମୋତେ କହିଥିଲେ କି ଆଡ଼ିସନାଲ୍ ଏସ୍ପି ସାର୍ ଆମର ଯେ ସତ୍ୟ ସାର୍ ଅଛନ୍ତି ସିଏ ମୋତେ ପଠେଇଛନ୍ତି, ତୁମେ ଗୋଟେ କାମ କର 25 ଲକ୍ଷ କି 27 ଲକ୍ଷ ନା ଯେତେ ପଇସା ନେବ ସାର୍ ମାନେ ତପନ ସାର୍ ଦେଇଦେବେ, ତୁମେ ସେ କେସ୍କୁ ଡିସମିସ୍ ମାନେ କ୍ଲୋଜ୍ କରିଦିଅ, ନହେଲେ ତୁମ ଅବସ୍ଥା ଖରାପ ହେଇଯିବ, ତୁମକୁ ଚାକିରିରୁ ଡିସମିସ୍ କରେଇଦେବେ। ଏ ଘଟଣା ବାବଦରେ କ'ଣ ଆଇସି ଆଗରୁ ଆଡ଼ିସନାଲ୍ ଏସ୍ପି ଜାଣିଥିଲେ ଆଗରୁ ଆପଣଙ୍କ ସମ୍ପର୍କ ବିଷୟରେ? ହଁ ବୋଧେ ଜାଣିଥିବେ ବୋଲି ମୁଁ ଭାବୁଛି, ନହେଲେ ସେ ମୁଣ୍ଡ ପୁରେଇଥାନ୍ତେ କ'ଣ ପାଇଁକା। ମୋତେ ଧମକ ଆସିଥିଲା କି ଯଦି ତୁ ଗଣମାଧ୍ୟମ ଆଗେ ଯିବୁ ତୋତେ ଆମେ ଡିସମିସ୍ କରିଦେବୁ। ସେଥିପାଇଁ ମୁଁ ଏଫଆଇଆର୍ ବି ସେମାନଙ୍କ ନାଁ ଲେଖିଛି, କିନ୍ତୁ ସେମାନଙ୍କୁ ମୋ ତଦନ୍ତ ପରିସର ଭିତରକୁ ନିଆଯାଇ ନାହିଁ। ତ ଗଣମାଧ୍ୟମରେ ଆଜି ମୁହଁ ଖୋଲିବାର କାରଣ ଏହିକି ଯେ କାଲି ମୁଁ କହିଲା ପରେ ବି ମୋ ବାପା ମାଙ୍କ ସାଙ୍ଗରେ ମୋର କୌଣସି ସମ୍ପର୍କ ନାହିଁ। ଗତକାଲି ମୋ ଘରକୁ 2 ଜଣ ଅଜଣା ଲୋକ ଯାଇ ମୋ ବାପା ମାଙ୍କୁ ଧମକ ଦେଇଛନ୍ତି କି ତମ ଝିଅକୁ କେସ୍ ଉଠେଇଦେବ, କମ୍ପ୍ରମାଇଜ୍ କରିଦେବ, ନହେଲେ ଆମେ ତମ ଝିଅକୁ ଜୀବନ ମାରିଦେବୁ, ତମ ପରିବାରକୁ ସଫା କରିଦେବୁ। ଆଜ୍ଞା ସାର୍, ଧମକ ଆସିଛି। ଯଦି ବଡ଼ ଅଫିସର ମାନେ ଆଡ଼ିସନାଲ୍ ଏସ୍ପି ସାର୍ ବି କହିକି ପଠେଇଥିଲେ ଯଦି କାହା ଆଗରେ ମୁହଁ କଲ ତାକୁ ଚାକିରି କାରଣ ମୁଁ ଛୋଟ ଚାକିରି କରିଛି ନା, ମୋତେ ମୁଁ ଚାକିରି କରି ମୁଁ ପେଟ ପୋଷୁଛି, ମୋତେ ନ୍ୟାୟ ଦରକାର। ମୁଁ ଯେହେତୁ ଇଏ ହେଇଛି ତ ମୋତେ ନ୍ୟାୟ ପାଇଁକା ମୁଁ ଗଲି ବୋଲି ମୋତେ ଉପରିସ୍ଥ ଅଫିସର ଏମିତି କହୁଛନ୍ତି। ମୋର ଏଫଆଇଆର୍ ମୁଁ ଆଉ 2 ଜଣ ଆସାମି କରିଛି, କିନ୍ତୁ ସେମାନେ ଯେହେତୁ ବଡ଼ ଅଫିସର ସେମାନଙ୍କ ନାଁକୁ ନିଆଗଲାନି, ତ ମୋ ଜୀବନ ପ୍ରତି ବିପଦ ଅଛି। ଆଜି ମୋତେ ମୋତେ ପଇସା ଯାଚିଥିଲେ ନା, ତପନ ନାୟକ ମୋତେ ପଇସା ଯାଚିଛି ନା ମୁଁ ତପନ ନାୟକକୁ ପଇସା ମାଗିଛି। ତ ଏମାନେ ମଝିରେ ପଶିକି ଆମକୁ ଏମିତି କରିଛନ୍ତି। ତ ଯେହେତୁ ବଡ଼ ଅଫିସର ମାନେ ଧମକ ଦେଉଛନ୍ତି, କାଲି ଯେହେତୁ ମୁଁ ଚୁପଚାପ୍ ଥିଲି, କାଲି ଯେହେତୁ ମୋ ଘର ପ୍ରତି ଘରୁ ଯେ ଧମକ ଦେଇଛନ୍ତି, ସେଥିପାଇଁ ମୁଁ ଆଜି ମୁହଁ ଖୋଲିବା ପାଇଁ ବାଧ୍ୟ ହେଉଛି। ଏଇମାନଙ୍କ ମଝିରେ ଇଣ୍ଟରଫିୟରାନ୍ସ ପାଇଁକା ଆମ ତିକ୍ତତା ବଢ଼ିଲା। ଆମ 2 ଜଣଙ୍କର କମ୍ୟୁନିକେସନ୍ ଗ୍ୟାପ୍ ହେଲା, ସେଥିପାଇଁ ବଢ଼ିଲା। ଆମର 4 ମାସର 3-4 ମାସ ଉପରେ ସମ୍ପର୍କ। ଏଠି ଯାଇ ଠିକ୍ ଥିଲା, ଏଠୁ ଯିବା ପୂର୍ବରୁ ବଢ଼ିଲା। ଆଜ୍ଞା ସେ ଶେଷ ବିଷୟ ତ ସାର୍ ମୁଁ କହିବା ପାଇଁ ଚାହୁଁନି। ଆଗକୁ କିଛି ମୋର ଏତିକି, ମୋ ଜୀବନ ପ୍ରତି ବିପଦ ଅଛି, ମୋ ଫ୍ୟାମିଲି ପ୍ରତି ବିପଦ ଅଛି। ମୁଁ ଏଫଆଇଆର୍ ଦେଲା ପରେ ବି ମୋ ବଡ଼ ଅଫିସର ଯେହେତୁ ମୋ କଥା ଶୁଣୁନାହାନ୍ତି, ମୁଁ ନ୍ୟାୟ ମାଗିବାଟା କ'ଣ ମୋର ଭୁଲ କି? ମୁଁ ଚାହୁଁଛି ମୋତେ ନ୍ୟାୟ ଦରକାର। ମୁଁ ଯେହେତୁ ଏଫଆଇଆର୍ ଦେଇଛି, ସେମାନଙ୍କ ନାଁ କ'ଣ ପାଇଁ ଅଣାଗଲାନି? ସେମାନେ ଯାହା ଫଳରେ କି ଆଜି ମୋ ଘର ଯାଇ ଯିବା ପାଇଁ ପଛେଇଲେନି, ମୋ ଘରେ ଯାଇକି ଧମକ ଦେଉଛନ୍ତି ମୋ ବାପା ମାଆଙ୍କୁ। ଏସ୍ପି ସାର୍ଙ୍କୁ ଦେଖା କରିଥିଲି, ଯାହାଫଳରେ ମୁଁ ରିପୋର୍ଟ ବି ଥାନାରେ ଦେଇଥିଲି।